ହାତଟା ଖୋଲ। আখিরে আখিরে লুহ সে লুহ বিন্দুরে চল চল হই তোর সুন্দর মুহ ছপন প্রকার তু বসি খাউଛୁ নীতি ଅଭଡ଼ା ପ୍ରସାଦ ମୁଠାଏ ପଖାଳ ଖାଇବାକୁ ଜଗା ଛିଡ଼ି ଯାଏ ମୋ ପାଛିରେ ଝୁଲଣା ନନ୍ଦ ঝুলনা ঝুলে ঝুমরিনা হে মোরা মাতৃভূমি ভারত মরিনা সুজলা সুফলা শস্য শ্যামলা বিরল সাইনিকা হে মোরা মাতৃভূমি ভারত भूमिका सम्मानीय सभापति महोदय पूज्य गुरुजी गुरुमावृंद तथा मोर छोट बड़ भाई और भौणी मैंने सहपाठी सहपाठीगण आजिकार वक्तृत्व प्रतियोगितार विषय वस्तु रही ओडिशा मधुसूदन दास भूमिका यही विषय वस्तु मत किसी कहबार सुजोग मिलू मो निजक धन्यवाद करुअछि। मधुसूदन दास 1848 मसीहा एप्रिल मास 28 तारिख में ओडिशार कटक जिलार सत्यामपुर ग्राम जन्मग्रहण करथिले। तांका पितांका सम्मानीय सभापति पितांका नाम चौधरी रघुनाथ दास और माता पार्वती देवी आज पवित्र वार्षिक उत्सव मत किसी मधुर विषय कहला सुजुमती मन जो धन्यवाद करुअछि। सांगर उठले जनक ना दिवाकर जनक ना प्रभाकर ସେମାନଙ୍କର କିଛି କାମ ଧନ୍ଦା ନଥିଲେ। ସେମାନେ ଗାଁରେ ବୁଲି ବୁଲି ସମୟ କାଟୁଥିଲେ। ଦିନେ ଜମିଦାରଙ୍କର କାମ ପାଇଁ କିଛି ଲୋକ ଦରକାର ଥିଲା। ସେମାନେ ଏଇଟା ଶୁଣିବାକୁ ପାଇଲେ। କାରଣ ବିଳମ୍ବ ନ କରି ଜଲ୍ଦି ଗଲେ। ଜମିଦାର କହିଲେ
ଆଉ 2 ଦିନ ଛାଡ଼ି କହିଲେ ତାର କଣ ଦରକାର ଲୋକଟି କହିଲା ମତେ କିଛି ସେନା ଭତ୍ତା ଦିଅ ମୁଁ ସେଥିରେ ମୋ ନିଜ ପରିବାର ଚଳାଇବି ଭଗବାନ କହିଲେ ତମେ ନିଜେ ଦେଖ ମୁଁ ସେଥିରେ ମାନଙ୍କର ଅଗ୍ନି ସ୍ପର୍ଶ ତାର ପ୍ରତିଟି ଧୂଳିକଣା ଆଜି ମହିମା ଦେଇଥିବ ସେହି ଉତ୍କଳର ସନ୍ତାନ ହେଲେ ମନରେ ଗର୍ବ ଆସେ ବର୍ତ୍ତମାନର ଓଡ଼ିଶା ବିକାଶ ଓ ଉନ୍ନତିର ଏକ ନୂତନ ଦିଗରେ ଅଗ୍ରସର କରୁଛି ବିକଶିତ ଓଡ଼ିଶା ଏହାର ଅର୍ଥ ହେଉଛି ଯେଉଁ ଏପରି ଏକ ରାଜ୍ୟ ଯେଉଁ ରାଜ୍ୟରେ ଦେଶର ପ୍ରତ୍ୟେକ ସଭାରେ ସଭାପତି ମହୋଦୟ ପୂଜ୍ୟ ଗୁରୁଜୀଗୁରୁଙ୍କ ବୃନ୍ଦ ଏବଂ ମୋର ଉପସ୍ଥିତ ଥିବା ଛୋଟବେଳ ଭାଇ ଭଉଣୀମାନେ ଆଜିର ଏହି ଶୁଭ ଅବସରରେ ମୋତେ ସମୃଦ୍ଧ ଓ ବିକଶିତ ଓଡ଼ିଶା ବିଷୟରେ 2 ପଦ କହିବାର ସୁଯୋଗ ମିଳିବାରୁ ମୁଁ ନିଜକୁ ଅତ୍ୟନ୍ତ ଧନ୍ୟମନେ କରୁଅଛି ଯାହାର ଇତିହାସ ଅତ୍ୟନ୍ତ ଗୌରବମୟ ଓ ଯାହାର ଗୌରବ ସଂସ୍କୃତି ବିଶ୍ୱବିଖ୍ୟାତ ଓ ଯାହାର ପରିଚୟ ଜଗନ୍ନାଥ ସଂସ୍କୃତିରେ ପରିପୂର୍ଣ୍ଣ ଓ ଯାହାର ମାଟି ବୀରତ୍ୱର ଗୀତ ଗାଏ ସେ ହେଉଛି ଓଡ଼ିଶା ଓ ଓଡ଼ିଶା ସମ୍ବଲପୁରୀ ଶାଢ଼ୀ ପାଖରୁ ଆରମ୍ଭ କରି ଓଡ଼ିଶାର ପିପିଲିର ଓଡ଼ିଶା ପୁରୀର ପିପିଲିକୁ ବିକଶିତ ଓଡ଼ିଶା କହିଲେ କେବଳ ଦଳିତ କିମ୍ବା ବଡ଼ ବଡ଼ ରାସ୍ତାକୁ ବୁଝାଏ ନାହିଁ ବିକଶିତ ଓଡ଼ିଶାର ପ୍ରକୃତ ଅର୍ଥ ହେଉଛି এটা দেখুন কেমতি হব সেটা দেখা ভেরি গুড দেব हाँ चला